ଯିଏ ୟୁଟ୍ୟୁବରୁ ପଇସା କମେଇବା ପାଇଁ ଚାହୁଁଛନ୍ତି ସେ ହିଁ କେବଳ ଦେଖିବ, ବା ୟୁଟ୍ୟୁବର ହବା ପାଇଁ ଚାହୁଁଛନ୍ତି ସେ ହିଁ କେବଳ ଭିଡ଼ିଓ ଦେଖିବେ। ବାକି ଲୋକମାନେ ଭିଡ଼ିଓକୁ ପୁରା ସ୍କିପ୍ କରନ୍ତୁ। ଦୁନିଆରେ ଏମିତି କେହି ନାହିଁ ଯେ ଯାହା ପାଖରେ କିଛି ଟ୍ୟାଲେଣ୍ଟ ନାହିଁ ବୋଲି। ଭଗବାନ ସମସ୍ତଙ୍କୁ କିଛି ନା କିଛି ଟ୍ୟାଲେଣ୍ଟ ଦେଇଥିବ। ବିନା ଟ୍ୟାଲେଣ୍ଟ କେହି ତ ନଥିବେ ନା ମଣିଷ। ଆପଣଙ୍କ ଟ୍ୟାଲେଣ୍ଟ ଦେଖାନ୍ତୁ ଏଠାରେ। କିଛି ଫେମସ୍ ୟୁଟ୍ୟୁବର ମାନେ କହିଲେ ଆପଣମାନେ ବିଶ୍ୱାସ କରିବେ। ମୁଁ ଯଦି କିଛି ଭୁଲ କହୁଛି ତା କମେଣ୍ଟରେ ରଙ୍ଗ ବୋଲି ଲେଖନ୍ତୁ। ମୁଁ ଏମିତି କିଛି ଆପଣଙ୍କୁ ଟିପ୍ସ ବତେଇବି ଯାହା ଆପଣଙ୍କ କାମରେ ଆସିପାରିବ। ଭିଡ଼ିଓକୁ ଲାଷ୍ଟ ଯାଏ ଦେଖନ୍ତୁ। ଭିଡ଼ିଓଟି ଟିକେ ଲମ୍ବା ହେଇପାରେ। ଦୁନିଆରେ ଏମିତି କିଛି କାମ ନାହିଁ ଯେ ଯୋଉ କାମଟା ହବନି ବୋଲି। ନଥିଙ୍ଗ ଇଜ୍ ଇମ୍ପସିବୁଲ। ୟୁଟ୍ୟୁବ କ'ଣ? ଏହା କିପରି କାମ କରେ? ୟୁଟ୍ୟୁବ ଏମିତି ଗୋଟେ ସୋସିଆଲ ମିଡ଼ିଆ ଯାହା ଆମର ମନୋରଞ୍ଜନ କରିବା ସହ ଆମର ଆମର ଶିକ୍ଷାଦାନକୁ ମଧ୍ୟ ଉନ୍ନତି କରିଥାଏ। ବା ଏହା ହେଉଛି ଆମର ଟ୍ୟାଲେଣ୍ଟ ଦେଖିବାର ଗୋଟେ ଜରିଆ। ଏହା ହେଉଛି ଇନକମ୍ କରିବାର ବଡ଼ ମାଧ୍ୟମ। ଆପଣମାନେ ତ ସମସ୍ତେ ଜାଣିଥିବେ। ଆପଣମାନେ ଜାଣିଥିବେ ଏହାର ପାୱାର କେତେ, ବା କେହି ଜାଣିନଥିବ ବୋଲି ତା ମାନେ ନାହିଁ। ୟୁଟ୍ୟୁବର ପାୱାର କେତେ ଆପଣମାନେ ତ ନିଶ୍ଚୟ ଜାଣିଥିବେ। ଏମିତି କିଛି ଲୋକ ଅଛି ଯେଉଁମାନେ ଏହାର ମଜା ଉଠେଇ ପାରୁଛନ୍ତି ବା ଭଲ ଭାବରେ ମଜା ଉଠାଉଛନ୍ତି। ଏମିତି କିଛି ଲୋକ। ଦେଖିବା ଲୋକ ବହୁତ, କିନ୍ତୁ ଭିଡ଼ିଓ କ୍ରିଏଟ୍ କରିବା ଲୋକ ବହୁତ କମ୍। ପ୍ରଥମେ ଆମର କ'ଣ ଭୁଲ ହେଉଛି ତାହା ଜାଣିବା। ପ୍ରଥମ ହେଉଛି ଆମେ ତ ଭିଡ଼ିଓ ଦେଖିକି ମାନେ ମନ ବଳିଗଲା, ମୋଟିଭେସନ୍ ହେଇଗଲା ଭିଡ଼ିଓ ବନେଇବା ପାଇଁ। କିନ୍ତୁ ଆମ ପାଖରେ ଟାଇମ୍ ନାହିଁ। ଆଜି ବନେଇବିନି, କାଲି ବନେଇବି। କାଲି କାଲି ନାହିଁ, ପରଦିନ ବନେଇବି। ମୋ ପାଖରେ ଏବେ ଟାଇମ୍ ନାହିଁ। ମୋ ପାଖରେ ଭଲ ମୋବାଇଲ ଏବେ ନାହିଁ ବା ମୋ ପାଖରେ। ସେପାଇଁ ମୁଁ ଭିଡ଼ିଓ ବନଉନି। ବାଇଚାନ୍ସ ଯଦି ସେ ଭିଡ଼ିଓ ତିଆରି କରି ଦେଇଦେଲା, ଭିଡ଼ିଓ ଏଡିଟିଂ କରିବା ମୋତେ ଆସେନି। ମୋର ଭିଡ଼ିଓ ଦେଖିଲେ ଲୋକମାନେ କ'ଣ କହିବେ? ମୋତେ ଭଲ ଲାଗୁନି। ଲୋକମାନେ କ'ଣ କହିବେ? ଲୋକମାନେ ଦେଖିଲେ ଖରାପ ଭାବିବ। ତାହାର ଭୟ ଆମକୁ ଥାଏ। ଲୋକମାନେ ଦେଖିଲେ ଆମକୁ ଖରାପ ଲାଗିବ, ଆମକୁ ଭଲ ଲାଗିବନି। ବଡ଼ କଥା ହେଉଛି ୟୁଟ୍ୟୁବ ହେଉଛି ଧୈର୍ଯ୍ୟର ଖେଳ। ଯେ ସମୟକୁ ଜଗି ରଖି ଚଳିବ ସେହି ୟାର ଫଳ ଉଠିବ। ଧୈର୍ଯ୍ୟର ଫଳ ସବୁବେଳେ ମିଠା। ୟାର ବଡ଼ ସମସ୍ୟା ହେଉଛି କ'ଣ? ଭିଡ଼ିଓ ପୋଷ୍ଟ କରିବା। ଡେଲି ଭିଡ଼ିଓ ପୋଷ୍ଟ କରିବା। ଏଥିରେ 90% ଲୋକ ଫେଲ୍ ହେଇଯାଆନ୍ତି। ଡେଲି କ'ଣ ନୂଆ ଭିଡ଼ିଓ ପକେଇବି, ସେ ସେମିତି ଭାବିବି ଫେଲ୍ ହେଇଯାଆନ୍ତି। ଆଜି ପକେଇଲି, ଫେର କାଲି କ'ଣ ନୂଆ ଭିଡ଼ିଓ ପକେଇବି। ଏ ଗୋଟେ ପଏଣ୍ଟ। ଭିଡ଼ିଓର ବା 10-12ଟା ଭିଡ଼ିଓ ପକେଇ ଦେଇଥିବ, କିଛି ଭ୍ୟୁ ବା ଲାଇକ୍ ନ ଆସିଥିବ, ମୋତେ ଭଲ ଲାଗୁନି, ଭିଡ଼ିଓ ପକେଇବେନି। 80-90% ଲୋକଙ୍କର ଖେଳ ଖତମ। ୟାର ସଲ୍ୟୁସନ୍ କ'ଣ? ପ୍ରଥମେ ଏଡିଟିଂ ଆସିନି ତ, ଆପଣ କିଛି ହାଲକା ଏଡିଟିଂ କରନ୍ତୁ। ଆପଣ ନଏସ୍ ରିମୁଭ୍ କରନ୍ତୁ, କେମିତି ନଏସ୍ ରିମୁଭ୍ କରାଯାଏ। ହାଲକା କେଉଁଠି କୋଟ୍ ଲଗେଇବା, କେଉଁଠି ବା ଆପଣଙ୍କ ଏକ୍ସଟ୍ରା ପାର୍ଟ କାଟିବେ ତାହା ଜାଣନ୍ତୁ। ୟୁଟ୍ୟୁବରେ ତ ସବୁ କିଛି ମିଳିଯିବ ଆଜିକାଲି। ଆପଣ ପ୍ରଥମେ ସର୍ଟ ଭିଡ଼ିଓ ବନାନ୍ତୁ, ବା ଲଙ୍ଗ ଭିଡ଼ିଓ ମ୍ୟାକ୍ସିମମ୍ 2-3 ମିନିଟ୍ ବନାନ୍ତୁ। ଆପଣ ଯେଉଁ ଭିଡ଼ିଓ ବନୁଛନ୍ତି, ଯେତେ ଜଣ ଲୋକମାନେ ଦେଖୁଛନ୍ତି ତାଙ୍କୁ ଯଦି ଭଲ ଲାଗେ ଭିଡ଼ିଓକୁ, ଆପଣଙ୍କ ଭିଡ଼ିଓ ୟୁଟ୍ୟୁବ ଅନ୍ୟ ଲୋକ ପାଖକୁ ସ୍ପନ୍ସର କରିବ। ଯେତିକି ଲୋକ ଆସୁଛୁ ଆପଣଙ୍କ ପାଖକୁ, ସେତିକି ଲୋକ ଆପଣ ତାକୁ ସନ୍ତୁଷ୍ଟ କରନ୍ତୁ ପ୍ରଥମେ। ଲାଷ୍ଟ ହେଉଛି ଆପଣ ଟ୍ରାଏ କରନ୍ତୁ ସବୁଦିନ ଭିଡ଼ିଓ ପକାଇବା ପାଇଁ। ଛୋଟ ଛୋଟ ପକେଇବେ ସବୁଦିନ କିଛି ଭିଡ଼ିଓ। ଆଉ ଯେ କହନ୍ତୁ ଟାଇମ୍ ନାହିଁ, ଏମିତି ଆପଣ ବିଜି ହେଇଗଲେ କିଛି ମାନେ 2 ମିନିଟ୍ ବା 1 ମିନିଟ୍ ଭିଡ଼ିଓ ବନେଇବା ପାଇଁ ଆପଣଙ୍କ ପାଖରେ ଟାଇମ୍ ନଥାଏ। କାମରୁ ଆସିଲେ ତ ଆପଣ ମୋବାଇଲ ଚଲାଇବା ପାଇଁ ତ ପ୍ରାୟ ଟାଇମ୍ ଥାଏ। ଏବେ ତ ସମସ୍ତେ ମୋବାଇଲ ଚଲାଇବା ପାଇଁ ଟାଇମ୍ ଥାଏ, କିନ୍ତୁ କିଛି ଭିଡ଼ିଓ କ୍ରିଏଟ୍ କରିବା ପାଇଁ ଟାଇମ୍ ନଥାଏ। ଆଉ ଲୋକମାନେ କ'ଣ କହିବେ? ଲୋକମାନେ କ'ଣ କହିବେ? ଆପଣ କ'ଣ ଖରାପ ଭିଡ଼ିଓ ବନଉଛନ୍ତି? ଲୋକମାନେ କହିବେ ବୋଲେ ଆପଣ ଭିଡ଼ିଓ ପକେଇବେନି? ଲୋକମାନେ କହିବେ ଦି ଆପଣଙ୍କୁ କିଛି ପଇସା ଦେବା ପାଇଁ। ଲୋକମାନେ କ'ଣ କହିବେ? ଲୋକମାନେ ହେଉଛି କହିବା ପାଇଁ। ଭିଡ଼ିଓ ପୋଷ୍ଟ କରିବା ପୂର୍ବରୁ ଆମର ୟୁଟ୍ୟୁବରେ କ'ଣ କ'ଣ କରିବାର ଅଛି ତା ଆପଣ ଭଲ ଭାବରେ ଶୁଣନ୍ତୁ ବା ଜାଣନ୍ତୁ। ୟୁଟ୍ୟୁବରେ ଡେଲି ଭିଡ଼ିଓ ପୋଷ୍ଟ କଲେ ଆମର କ'ଣ ଲାଭ ହୋଇଥାଏ? ୟୁଟ୍ୟୁବରେ ଡେଲି ଭିଡ଼ିଓ ପୋଷ୍ଟ କରିବା ଦ୍ୱାରା ୟୁଟ୍ୟୁବ ଟ୍ରାଫିକ୍ କ୍ରିଏଟ୍ କରିବାରେ ସାହାଯ୍ୟ କରିଥାଏ। ଧୀରେ ଧୀରେ ଆପଣଙ୍କ ଭିଡ଼ିଓକୁ ଟ୍ରାଫିକ୍ ଆଣିବାକୁ ଚେଷ୍ଟା କରିଥାଏ। ଅନ୍ୟାନ୍ୟ ଲୋକମାନଙ୍କୁ ଦେଖିବା ପାଇଁ ଚେଷ୍ଟା କରିଥାଏ। ଆପଣ ଯଦି ଆଜି ପକେଇଦେଲେ, କାଲି ପକେଇଦେଲେ, ଆଜି ପକେଇଦେଲେ 10 ଦିନ ପରେ ପକେଇବେ, ସେମିତି ଆପଣ ଭିଡ଼ିଓକୁ ୟୁଟ୍ୟୁବ ଖାତିର କରିବେ।
ବା ଚାହିଁବେ ନାହିଁ। ଇଏ ତ ଆଜିକାଲି ପକଉଛି, ଡେଲି ପକେଇବେ। ଆପଣ ୟୁଟ୍ୟୁବ ଚାହିଁବ ଆପଣଙ୍କୁ ଗ୍ରୋ କରିବା ପାଇଁ, ସେପାଇଁ ଆପଣଙ୍କ ଟ୍ରାଫିକ ଆଣିବା ଚେଷ୍ଟା ୟୁଟ୍ୟୁବ କରିବ। ୟୁଟ୍ୟୁବ ସର୍ଟସ ଆଣ୍ଡ ୟୁଟ୍ୟୁବ ଲଙ୍ଗ ଭିଡ଼ିଓରେ ଆପଣ ଡିସ୍କ୍ରିପସନ ନିହାତି ଲେଖିବେ। ଡିସ୍କ୍ରିପସନ ଲେଖିବା ଦ୍ୱାରା ଆପଣଙ୍କର ଭିଡ଼ିଓ ଯେଉଁ ଲୋକ ସେଇ ଭିଡ଼ିଓ ଖୋଜନ୍ତି ସେଇ ଲୋକଙ୍କ ପାଖରେ ସ୍ପନ୍ସର କରିଥାଏ ୟୁଟ୍ୟୁବ। ଡିସ୍କ୍ରିପସନ କ'ଣ ଲେଖିବେ, ଆପଣଙ୍କ ଭିଡ଼ିଓରେ କ'ଣ ଅଛି, ଆପଣ ଭିଡ଼ିଓରେ କ'ଣ ବତାଇବାକୁ ଚାହୁଁଛନ୍ତି, ଆଉ ସେଥିରେ ଲେଖିବେ କିୱାର୍ଡ, ଯେମିତି କୁକିଂ କରିବା, ଇଜି କୁକିଂ ବା ଭିଲେଜ କୁକିଂ, ଟୁଡେ କୁକିଂ, ଫିସ୍ କୁକିଂ, ଏମିତି କିଛି କିୱାର୍ଡ ଲେଖିବେ। ଯେ କିୱାର୍ଡ ସର୍ଚ୍ଚ କରିବା ଦ୍ୱାରା ଆପଣଙ୍କ ଭିଡ଼ିଓ ସେ କଷ୍ଟମରଙ୍କ ପାଖରେ ଦେଖିବେ। ଆଗେ ହ୍ୟାଶଟ୍ୟାଗ ଲଗେଇବେ, ଆପଣଙ୍କ ଭିଡ଼ିଓ ଅନୁସାରେ ସେଇ ପ୍ରକାର ହ୍ୟାଶଟ୍ୟାଗ ଲଗେଇବେ। କୁକିଂ ହ୍ୟାଶଟ୍ୟାଗ, ଏପରି କିଛି ହ୍ୟାଶଟ୍ୟାଗ ଲଗେଇବେ ଯାହା ଆପଣଙ୍କୁ ଭିଡ଼ିଓ ଗ୍ରୋ କରିବାରେ ସାହାଯ୍ୟ କରିଥାଏ। ଆପଣ ସେଥିରେ ଆପଣଙ୍କୁ ସୋସିଆଲ ମିଡ଼ିଆ ଲିଙ୍କ ବା ଅନ୍ୟ ଭିଡ଼ିଓର କିଛି ଲିଙ୍କ ଦେଇପାରିବେ। ଆପଣ ଭିଡ଼ିଓ ପକାଇବା ଆଗରୁ ଆପଣ ଡିସ୍କ୍ରିପସନ ଭଲ ଭାବରେ ଲେଖିବେ। ଆପଣଙ୍କ ଭିଡ଼ିଓ ଗ୍ରୋ କରିବା ପଛରେ ଡିସ୍କ୍ରିପସନର ବହୁତ ବଡ଼ ହାତ ଥାଏ। ଆପଣ ପ୍ରଥମେ ସର୍ଟ ଭିଡ଼ିଓ ବନାନ୍ତୁ। ସର୍ଟ ଭିଡ଼ିଓ ଏଙ୍ଗେଜିଂ ବହୁତ ଥାଏ, ସର୍ଟ ଭିଡ଼ିଓ ଭାଇରାଲ ହବାର ଚାନ୍ସ ବହୁତ ଥାଏ, ସେପାଇଁ ସେଥିରେ ଏଙ୍ଗେଜିଂ ମଧ୍ୟ ବହୁତ ହେଇଥାଏ। ପ୍ରଥମେ ଏଙ୍ଗେଜ ସମସ୍ତଙ୍କୁ ଏଙ୍ଗେଜ କରନ୍ତୁ, ତାପରେ ଆପଣ ଲଙ୍ଗ ଭିଡ଼ିଓ ପକାନ୍ତୁ। ପାରିବେ ଯଦି ଲଙ୍ଗ ଭିଡ଼ିଓ 2 ରୁ 3 ମିନିଟ୍ ବନାନ୍ତୁ। ଆପଣ ଭିଡ଼ିଓ ଟାଇଟେଲ ଲେଖିବାକୁ ଚେଷ୍ଟା କରନ୍ତୁ। ଏମିତି ଟାଇଟେଲ ଲେଖିବେ ଯାହା ଭିଡ଼ିଓର ସାରାଂଶ ଲୋକମାନଙ୍କୁ ଦେଖିବାକୁ ଇଚ୍ଛା ହବ, ଲୋକମାନେ କିଛି ଜାଣିପାରିବେ। ଲାଷ୍ଟ ହେଉଛି ଥମ୍ବନେଲ୍। ଆପଣ ଏମିତି ଥମ୍ବନେଲ୍ ପକେଇବେ, ଆପଣ ଭିଡ଼ିଓରେ କ'ଣ ବତାଇବାକୁ ଚାହୁଁଛନ୍ତି ତା ଲୋକମାନେ ଥମ୍ବନେଲ୍ ଦେଖିଲେ ଜାଣିପାରିବେ ଭିଡ଼ିଓରେ କ'ଣ ଅଛି। ବା ତାକୁ ଆପଣ ୟୁଟ୍ୟୁବରେ ସର୍ଚ୍ଚ କରିବା ବେଳେ ମାନେ ଭିଡ଼ିଓ ଦେଖିବା ବେଳେ ପ୍ରଥମେ ଥମ୍ବନେଲ୍ ଆସେ, ତାପରେ ସିନା ଟାଇଟେଲ ଉପରକୁ ନଜର ଯାଏ ସମସ୍ତଙ୍କର। ପ୍ରଥମେ ଥମ୍ବନେଲ୍ ସମସ୍ତଙ୍କୁ ଆଟ୍ରାକ୍ସନ କରିଥାଏ, ତାପରେ ଲୋକମାନେ ଟାଇଟେଲ ଦେଖି ପଢ଼ନ୍ତି କ'ଣ ଲେଖା ହେଇଛି। ୟୁଟ୍ୟୁବରେ କପିରାଇଟ୍ ଷ୍ଟ୍ରାଇକ୍ ଆଣ୍ଡ ଗାଇଡ଼ଲାଇନ୍ ଷ୍ଟ୍ରାଇକ୍ କ'ଣ ରହିଛି ତା ଭଲ ଭାବରେ ଆପଣ ଜାଣିନେବେ। ଭିଡ଼ିଓ ପୋଷ୍ଟ କରିବା ପୂର୍ବରୁ କ'ଣ କଲେ କପିରାଇଟ୍ ପଡ଼ିଥାଏ ବା କ'ଣ କଲେ ଗାଇଡ଼ଲାଇନ୍ ଷ୍ଟ୍ରାଇକ୍ ପଡ଼ିଥାଏ ତା ଆପଣ ଭଲ ଭାବରେ ଜାଣିନେବେ। ଲାଷ୍ଟ ବି ହେଉଛି, ଆପଣ ଯାହା କହୁଛନ୍ତି ଆପଣ କ୍ଲିଅର ଭଏସ୍ରେ କୁହନ୍ତୁ, ଆଉ ଯାହା କହୁଛନ୍ତି ଭଲ ଭାବରେ କୁହନ୍ତୁ ଯାହା ଲୋକମାନେ ବୁଝିପାରିବେ। ମନେକର ମୋର ହେଉଛି ବ୍ଲଗ୍ ଚ୍ୟାନେଲ୍, ମୁଁ ସେ ପାଇଁ ବ୍ଲଗ୍ ଡେଲି ପକାଉଛି। ଜଣଙ୍କର ଏଜୁକେସନ୍ ଚ୍ୟାନେଲ୍, ସେ ସବୁসমୟ ଏଜୁକେସନ୍ ପକାଇବ। ଜଣଙ୍କର କମେଡ଼ି ଚ୍ୟାନେଲ୍, ସେ ସବୁসমୟ କମେଡ଼ି ପକାଇବ। ଲୋକମାନେ ଜାଣିବେ ଏ ଚ୍ୟାନେଲ୍ କ'ଣ ପାଇଁ ବା କ'ଣ ପକାଏ ସବୁଦିନ।